ଆପଣ ଯୋଉ ଛେଳି ଘର କରୁଛନ୍ତି ଆମେ କହିବା ନା ନା ଜଗନ୍ନାଥ ମହାପ୍ରଭୁଙ୍କର 22 ପାବଛ ମୁଁ ଛେଳି ଘରଟା କରିବି 22 ପାବଛ ନାଇଁ ଆପଣଙ୍କର ଘର ଯଦି 22 ନୁହେଁ କି 23 24 25 ହଉଥାଏ କଣ କରିବେ ଆପଣଙ୍କର ନମରାବ କରିବେ ନାଇଁ ଆପଣ ଏମିତି ଲକ୍ଷ୍ୟ କରନ୍ତୁ ଛେଳି ଘରଟା ଯେତେବେଳେ କରିବା ପାଇଁ ଯାଉଛନ୍ତି ଯେତେବେଳେ ଆପଣଙ୍କର ଛାତ ଉପରକୁ ପାଦ କରୁଛନ୍ତି ଅଯୁଗମ ସଂଖ୍ୟାଟା ହେଉଥାଉ ଯଦି ଅଯୁଗମ ସଂଖ୍ୟାଟା ହେଉଥିବ ତାହେଲେ ଆପଣଙ୍କର ପ୍ଲସ୍ ପଏଣ୍ଟ ହେଲା ଯଦି ଯୁଗ୍ମ ସଂଖ୍ୟାଟା ହେଉଥାଏ ତାହେଲେ ଆପଣଙ୍କର ମାଇନସ୍ ପଏଣ୍ଟ ହେଲା ଆଉ ମଧ୍ୟ ମନେ ରଖିଥାନ୍ତୁ ଆପଣ ଛାତ ଉପରକୁ ଯେତେବେଳେ ଉଠୁଛନ୍ତି ଚଢୁଛନ୍ତି ସେହି ସମୟରେ ଆପଣଙ୍କର ମୁହଁଟା ପୂର୍ବକୁ ହେବା ଦରକାର ଏବଂ ଉତ୍ତରକୁ ହେବା ଦରକାର ଯଦି ଆପଣଙ୍କର ମୁହଁଟା ଦକ୍ଷିଣ ଦିଗକୁ ହଉଛି କିମ୍ବା ପଶ୍ଚିମ ଦିଗକୁ ହଉଛି ନିଶ୍ଚିତ ଭାବରେ ଆପଣଙ୍କର ବିପଦଟାକୁ ଟାଣିକି ଆଣିଲେ ଏବଂ ଏଇ ଯୋଉ ବିପତ୍ତି ହବ ଆପଣଙ୍କର କୌଣସି ଜାଗାରେ ପଡିଯିବେ ଗାଡି ବି ମଧ୍ୟ ଆକ୍ସିଡେଣ୍ଟ ହେଇଯିବ କିମ୍ବା ଆପଣଙ୍କର ଶରୀର ଭିତରେ କୌଣସି ଏକ ରୋଗ ସୃଷ୍ଟି ହେବ ଯାହାଦ୍ୱାରା କି ଆପଣଙ୍କର ମୃତ୍ୟୁମୁଖରେ ପଡିପାରନ୍ତି ମନେ ରଖିଥାନ୍ତୁ ବାପା ମାନେ ଆପଣଙ୍କର ଯେତେବେଳେ ଉଠୁଛନ୍ତି ଛାତକୁ ମୁହଁଟା ଆପଣଙ୍କର ପୂର୍ବ ଦିଗକୁ ହେବ ନଚେତ ଉତ୍ତର ଦିଗକୁ ହେବ କେବେ ବି ଦକ୍ଷିଣ ଦିଗକୁ କରନ୍ତୁ ନାହିଁ କିମ୍ବା ପଶ୍ଚିମ ଦିଗକୁ କରନ୍ତୁ ନାହିଁ ଏହା କଲେ ନିଶ୍ଚିତ ମଙ୍ଗଳ ହେବ।